ମା ଅନନ୍ତ ତାର କଥା ଅନନ୍ତ ତାର କଥା ଅନନ୍ତ। या देवी सर्वभूतेषु शान्तिरूपेण संस्थिता नमस्तस्यै 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 नमो नमो। ମା ଅନନ୍ତ, ମା କଥା ଅନନ୍ତ, ଏମିତି ବିବିଧ ମାଙ୍କ ସମ୍ପର୍କରେ ଆମେ ଆଲୋଚନା କରିଲେ। ଏବେ ଆସିବା ମା ତ୍ରିପୁରା ସୁନ୍ଦରୀଙ୍କ ସମ୍ପର୍କରେ। ମା ତ୍ରିପୁରା ସୁନ୍ଦରୀ ତନ୍ତ୍ର ଜଗତରେ ତୃତୀୟା ମହାବିଦ୍ୟା ଭାବରେ ସୁପରିଚିତା। ତନ୍ତ୍ରଶାସ୍ତ୍ର ଅନୁଯାୟୀ ପ୍ରଥମ ମହାବିଦ୍ୟା ମା ମହାକାଳୀ, ଦ୍ୱିତୀୟ ମହାବିଦ୍ୟା ମା ତାରି ମା ତାରା ଓ ତୃତୀୟରେ ଆସନ୍ତି ସିଦ୍ଧିଦାତ୍ରୀ ମହାବିଦ୍ୟା ତ୍ରିପୁରା ସୁନ୍ଦରୀ ବା ତ୍ରିପୁରା। ଏହାଙ୍କ କୃପାପ୍ରାପ୍ତ ହୋଇ ପ୍ରାୟତଃ ସାଧକମାନେ ସକଳ କ୍ଷେତ୍ରରେ ସିଦ୍ଧିଲାଭ କରିଥାନ୍ତି। ମା ତ୍ରିପୁରା ହେଉଛନ୍ତି ଭଗବାନଙ୍କର ସମୀପ ଶକ୍ତି। ମାଙ୍କ ପୂଜା ଆରାଧନା ତଥା ଉପାସନାରେ ଆତ୍ମା ପୂର୍ଣ୍ଣ ଜ୍ଞାନମୟ ଓ ଭଗବତ ଐଶ୍ୱର୍ଯ୍ୟରେ ବିମଣ୍ଡିତ ହୋଇଥାଏ। ତ୍ରିପୁରା ସୁନ୍ଦରୀଙ୍କ ସମ୍ବନ୍ଧରେ ତନ୍ତ୍ରଶାସ୍ତ୍ର ବର୍ଣ୍ଣନା କରେ। ମା କାଳୀ ଦ୍ୱିବିଧା ପ୍ରୋକ୍ତ ରକ୍ତାସ ମା ଚ ଭେଦତ ଶ୍ୟାମା ଚ ଦକ୍ଷିଣା କାଳୀ ରକ୍ତା ତ୍ରିପୁରା ସୁନ୍ଦରୀ। ଏ କେବଳ ମା କାଳୀଙ୍କର ଭିନ୍ନ ରୂପ। ଶ୍ୟାମଳ ବର୍ଣ୍ଣା ହେଉଛନ୍ତି ମା କାଳୀ, ତେଣୁ ତାଙ୍କୁ ଶ୍ୟାମାକାଳୀ ଭାବରେ ମଧ୍ୟ ଆରାଧନା କରାଯାଏ। ମାତ୍ର ରକ୍ତବର୍ଣ୍ଣା କାଳୀଙ୍କର ନାମ ହେଉଛି ତ୍ରିପୁରା ସୁନ୍ଦରୀ। ତାଙ୍କୁ ଷୋଡ଼ଶୀ ଭାବରେ ମଧ୍ୟ ପୂଜା କରାଯାଏ। ସତ ସୂର୍ଯ୍ୟର ଆଭା ସଦୃଶ ଏହି ଦେବୀଙ୍କର ଆଭା ରକ୍ତିମ ବର୍ଣ୍ଣ ଓ ବେଶ ଜାଜୁଲ୍ୟମାନ। ଦେବୀ ଚତୁର୍ଭୁଜା, ଯେଉଁଥିରେ ସେ ପୁସ୍ତକ ଓ ମାଳା ଧରିଥିବା ବେଳେ ଅନ୍ୟ ଦୁଇ ହସ୍ତରେ ଅଭୟ ଓ ବରଦ ମୁଦ୍ରା ଥାଏ। ମାଙ୍କର ବନ୍ଦନା ଗାନ କରି ଭକ୍ତ କଣ୍ଠରୁ ଝରିପଡ଼େ ଓಂ ତ୍ରିପୁରା ଦେବୀ ବିଦ୍ମହେ କ୍ଲିଂ କାମଶ୍ୱର୍ଯ୍ୟେ ଧୀମହି ସୌସ୍ତନ ପ୍ରଚୋଦୟାତ୍। ଆମ ଭାରତ ବର୍ଷରେ ଉତ୍ତର କାଶୀ ଅଞ୍ଚଳର ବଦ୍ରିକା ଆଶ୍ରମ ନିକଟରେ ତ୍ରିପୁରା ସୁନ୍ଦରୀ ନାମରେ ଏକ କୁଣ୍ଡ ରହିଛି। ଜନଶ୍ରୁତିରେ ଜନମାନସରେ ଏବେ ବି ବିଶ୍ୱାସ କରାଯାଏ, ଯେଉଁମାନେ ଭାରତ ବର୍ଷରେ ଆଚାର୍ଯ୍ୟ ସ୍ଥାନୀୟ ହୋଇଥାନ୍ତି ସେମାନେ ଏହି ତ୍ରିପୁରା ସୁନ୍ଦରୀ କୁଣ୍ଡରେ ସ୍ନାନ କରିବା ପରେ ପ୍ରତ୍ୟକ୍ଷରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ହିଁ ସେଠାରେ ଦର୍ଶନ କରିଥାନ୍ତି। ଆଚାର୍ଯ୍ୟ ଜଗତର ପୂଜ୍ୟ ଶଙ୍କରାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ନିମ୍ବକାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ଜୈନାଚାର୍ଯ୍ୟ, ବୌଦ୍ଧାଚାର୍ଯ୍ୟ ପ୍ରମୁଖ ସମସ୍ତେ ଏହି କୁଣ୍ଡରେ ସ୍ନାନ କରିଥିଲେ ବୋଲି ତନ୍ତ୍ରଶାସ୍ତ୍ର ତଥା ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ସବିଶେଷ ବର୍ଣ୍ଣନା ରହିଛି। ଜନଶ୍ରୁତି କହେ, ମହାକବି କାଳିଦାସ ମା ତ୍ରିପୁରା ସୁନ୍ଦରୀଙ୍କୁ ଗଙ୍ଗାନଦୀ କୂଳରେ ସାକ୍ଷାତ ଦର୍ଶନ କରିଥିଲେ। ଉଜ୍ଜୟିନୀ ସହରରେ ଦେବୀଙ୍କର ସ୍ୱର୍ଣ୍ଣମୟୀ ପ୍ରତିମା ପୂଜା ପାଇ ଆସୁଅଛି। ଆଦିଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଶୃଙ୍ଗେରୀ ମଠରେ ମା ତ୍ରିପୁରା ସୁନ୍ଦରୀଙ୍କର ତନ୍ତ୍ରମୟ ବିଗ୍ରହକୁ
ପୂଜା କରୁଥିଲେ। ଏବେ ମଧ୍ୟ ଦେବୀ ସିଦ୍ଧିଦାତ୍ରୀ ରୂପେ ପୂଜା ପାଉଛନ୍ତି। ଏହିପରି ଭାରତବର୍ଷର ବିଭିନ୍ନ ସ୍ଥାନରେ ମା ତ୍ରିପୁରା ସୁନ୍ଦରୀଙ୍କର ବିଗ୍ରହ ପୂଜା ପାଉଛନ୍ତି। ସେହି ତ୍ରିପୁରା ସୁନ୍ଦରୀ ହିଁ ଓଡ଼ିଶାରେ ସରସ୍ୱତୀ ସ୍ୱରୂପିଣୀ ଝଙ୍କଡ଼ର ମା ଶାରଳା ଦେବୀଙ୍କର ପ୍ରତ୍ୟକ୍ଷ କୃପାଲାଭ କରିଛନ୍ତି। ଓଡ଼ିଶାର ଦୁଇ ବରପୁତ୍ର ଆଦିକବି ଶାରଳା ଦାସ ଓ ମହାପୁରୁଷ ଅଚ୍ୟୁତାନନ୍ଦ, ଓଡ଼ିଶାର ଅନ୍ୟ ବହୁ କବି ମଧ୍ୟ ଏହି ମା ଶାରଳାଙ୍କ କୃପାରେ ବେଶ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ମା ତ୍ରିପୁରାଙ୍କର ବନ୍ଦନାଗାନ କରିଛନ୍ତି ମହାକବି କାଳିଦାସ। ଶବ୍ଦାନାଂ ଜନନୀ ତ୍ୱଂ ମନ୍ତ୍ରଭୁବନେ ବାଗ୍ବାଦିନୀ ତ୍ୟୁଚ୍ଛସେ ତତ୍ତ୍ୱକେଶବ ବାସବ ପ୍ରଭୁ ତୟୋପ୍ୟାବିର୍ଭବନ୍ତି ଧ୍ରୁବମ୍। ତ୍ରିପୁରା ସୁନ୍ଦରୀ ବୁଦ୍ଧଦେବଙ୍କ ଇଷ୍ଟଦେବୀ ଥିଲେ ବୋଲି ଜ୍ୟୋତିଷବିତ୍ ମାନେ କହିଥାନ୍ତି। ଏହି ତ୍ରିପୁରା ସୁନ୍ଦରୀ ମା ଷୋଡ଼ଶୀଙ୍କର ଉପାସନା ଧ୍ୟାନ ଉପରେ ହିଁ ପର୍ଯ୍ୟବସିତ। ଏହା ସାଧକର ଅନୁକ୍ରମରେ ତାର 3 ଗୋଟି ସ୍ତରକୁ ସ୍ୱୀକାର କରିଥାଏ। ଦେବୀଙ୍କର ଏହି ଉପାସନା ପରା, ଅପରା ଓ ପରାପରା ନାମରେ ସୁବିଖ୍ୟାତ। ଦେବୀଙ୍କ ଧ୍ୟାନରେ ନିମଗ୍ନ ହୋଇଗଲେ ସାଧକର ସମସ୍ତ ଅହଂଭାବ ଅଚିରେ କୁଆଡ଼େ ଦୂରେଇ ଯାଏ ଏବଂ ସେ ଅମୀୟ ଐଶ୍ୱର୍ଯ୍ୟ କୃପା ହିଁ ଲାଭ କରିଥାଏ। ସେତେବେଳେ ନିଜେ ସାଧକ ହୃଦୟଙ୍ଗମ କରିପାରେ, ସେ ନିଜେ ଉପଲବ୍ଧି କରିପାରେ ତାର ପ୍ରତିଟି କାର୍ଯ୍ୟ ଐଶ୍ୱରିକ ଇଚ୍ଛାରେ ହିଁ ପରିଚାଳିତ। ସେ ଅନୁଭବ କରେ ସେ ଦେବୀ ହିଁ ହେଉଛନ୍ତି ମୁଁ। ଆଦିକବି ଶାରଳା ଦାସଙ୍କର ସେ ଉକ୍ତି ଏହାର ଜ୍ୱଳନ୍ତ ପ୍ରମାଣ। ନିଜେ ଶାରଳା ଦାସ ବର୍ଣ୍ଣନା କରିଛନ୍ତି, ସେ ଯାହା କରଇ ଆଜ୍ଞା ମୁଁ ତାହା ଲେଖଇ, ଅପଣ୍ଡିତ ମୂର୍ଖ ମୁହିଁ ଶାସ୍ତ୍ର ଜ୍ଞାନ ନାହିଁ। ନିଶିରେ ପ୍ରସନ୍ନ ହୋଇ ସେ ଯାହା କହଇ, ପ୍ରଭାତ ମାତ୍ରଣେ ବସି ମୁଁ ତାହା ଲେଖଇ। ଆମ ଶରୀରର 3 ପ୍ରମୁଖ ନାଡ଼ି ଇଡ଼ା, ପିଙ୍ଗଳା ଓ ସୁଷୁମ୍ନା ଯଥାକ୍ରମେ ଆମର ମନ, ବୁଦ୍ଧି ଓ ଚିତ୍ତକୁ ନିୟନ୍ତ୍ରଣ କରିଥିବାରୁ ଏହାକୁ ମଧ୍ୟ ତ୍ରିପୁରା ବୋଲି କୁହାଯାଏ। ପୁଣି ଏ ସଂସାରର ପରିପାଳକ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ତ୍ରିବିଧ ଜନନୀ ହୋଇଥିବାରୁ ଦେବୀଙ୍କୁ ତ୍ରିପୁରା ନାମରେ ନାମିତ କରାଯାଇଛି। ମା ତ୍ରିପୁରା ପରମ ବ୍ରହ୍ମ ସ୍ୱରୂପିଣୀ, ପରମେଶ୍ୱରୀ ଓ ସମସ୍ତ ସୌନ୍ଦର୍ଯ୍ୟ ତଥା କରୁଣାର ମା ହେଉଛନ୍ତି ସାକାର ମୂର୍ତ୍ତି। ସୃଷ୍ଟି, ସ୍ଥିତି ଓ ବିଲୟ ସବୁକିଛି ତାଙ୍କରି ଅନୁଗ୍ରହରୁ ହିଁ ସମ୍ଭବ ହୋଇଥାଏ। ସେଇ ମା କାଳୀଙ୍କର ସେ ହେଉଛନ୍ତି, ଏହି ତ୍ରିପୁରା ସୁନ୍ଦରୀ ହେଉଛନ୍ତି ଅଂଶ ସ୍ୱରୂପା। ଯତେ କାଳୀ ପରାପ୍ରୋକ୍ତା ସାତାରା ପରିକୀର୍ତ୍ତିତା ଶୈବ ଶ୍ରୀ ଷୋଡ଼ଶୀ ଦେବୀ ମହା ତ୍ରିପୁରା ସୁନ୍ଦରୀ। ଭଗବତୀ ତ୍ରିପୁରା ସୁନ୍ଦରୀ ହିଁ ପରମେଶ୍ୱରଙ୍କର ଅନ୍ତପୁର ମହିଷୀ ବା ପାଟରାଣୀ। ଶାକ୍ତ ଗ୍ରନ୍ଥ ସମୂହ ପ୍ରମାଣ ଦିଏ ତ୍ରିପୁରା ବା ମହାତ୍ରିପୁରା ସୁନ୍ଦରୀ ହିଁ ଶୁଦ୍ଧଚିତ୍ତ ଶକ୍ତି, ଯିଏକି ଲଳିତା, ଷୋଡ଼ଶୀ, ଶ୍ରୀବିଦ୍ୟା, କାମେଶ୍ୱରୀ, ଭୁବନେଶ୍ୱରୀ ତଥା ତ୍ରିପୁରା ସୁନ୍ଦରୀ ଭାବେ ପୂଜା ପାଇ ଆସୁଛନ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ସାନ୍ନିଧ୍ୟରେ ଯେଉଁ ଦେବୀ ସୁଭଦ୍ରା ନାମରେ ଅଧିଷ୍ଠିତା, ସେ ବାସ୍ତବତଃ ଷୋଡ଼ଶୀ ବା ତ୍ରିପୁରା ସୁନ୍ଦରୀ।
વિશ્વવિધાત્રી મહામાયા શાસ્ત્ર પ્રમાણ કરે. શ્રી સુંદરી પૂજક તત્પરના ભોગશ્ચ મુખ્યશ્ચ કરસ્સુ એવ. ત્રિપુરાંક સંપર્કરે ત્રિપુરા રહસ્ય નામକ ମଧ୍ୟ ଏକ ପ୍ରସିଦ୍ଧ ଶାକ୍ତ ଗ୍ରନ୍ଥରେ ବିସ୍ତୃତ ଭାବରେ ବର୍ଣ୍ଣନା ରହିଛି. ଏଥିରେ ପ୍ରଭୁ ଦତ୍ତାତ୍ରେୟ ଓ ପରଶୁରାମଙ୍କର ସମ୍ଭାଷଣ ଶ୍ଳୋକ ରୂପରେ ଉପଲବ୍ଧ ହୋଇଥାଏ. ଏହି ତ୍ରିପୁରା ରହସ୍ୟ ଗ୍ରନ୍ଥ ପ୍ରମାଣ କରେ ମା ତ୍ରିପୁରା ହିଁ ଷୋଡ଼ଶୀ, ସେ ହିଁ ଶ୍ରୀବିଦ୍ୟା, ସେ ହିଁ ପରମ ତତ୍ତ୍ୱ ଅଟନ୍ତି. ଏହି ପରମ ତତ୍ତ୍ୱ ହିଁ ଶୁଦ୍ଧ ଚୈତନ୍ୟ ଓ ଏଥିରେ ଅନନ୍ତ ଶକ୍ତି ଯେତେବେଳେ ସମ୍ମିଳିତ ହୋଇଯାଏ ଦେବୀ ବହୁ ନାମରେ ସେତେବେଳେ ନାମିତ ହୁଅନ୍ତି. ଯଥା ସେ ଦେବୀ ପରମଜ୍ୟୋତି, ପରମଧାମ, ପରାତ୍ପରା, ତତ୍ତ୍ୱମୟୀ, ବିଶ୍ୱମାତା, ଜ୍ଞାନମୁଦ୍ରା, ଶାଶ୍ୱତୀ, ତ୍ରିପୁରା, ଜ୍ଞାନଗମ୍ୟା ପ୍ରଭୃତି ନାମରେ ମା ପୂଜା ପାଇଥାନ୍ତି. ଭକ୍ତଗଣ ଦେବୀଙ୍କର ବିବିଧ ରୂପରେ ଆତ୍ମବିସ୍ମୃତ ହୋଇ ସମର୍ପଣ ପୂର୍ବକ ଧ୍ୟାନରେ ବସନ୍ତି. ଯୋଡ଼ହସ୍ତ ପୂର୍ବକ ମାଙ୍କର ସ୍ତୁତିଗାନ କରନ୍ତି. ନ ଜାନାମି ଦାନମ୍ ନ ଚ ଧ୍ୟାନ ଯୋଗମ୍ ନ ଜାନାମି ତନ୍ତ୍ରମ୍ ନ ଚ ମନ୍ତ୍ର ସ୍ତୋତ୍ରମ୍ ନ ଜାନାମି ପୂଜାମ୍ ନ ଚ ନ୍ୟାସ ଯୋଗମ୍ ଗତିସ୍ତ୍ୱଂ ଗତିସ୍ତ୍ୱଂ ତ୍ୱମେକା ଭବାନୀ. ମହାତ୍ରିପୁରା ସୁନ୍ଦରୀଙ୍କର ଉପାସନା ଉଭୟ ଭୋଗ ଓ ମୋକ୍ଷ ପ୍ରଦାୟକ ମଧ୍ୟ. ମହାମୁନି ଦୁର୍ବାସା ଦେବୀ ତ୍ରିପୁରାଙ୍କର ଅନ୍ୟତମ ଭକ୍ତ. ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଦେବୀ ତ୍ରିପୁରାଙ୍କୁ ସ୍ତୁତି କରନ୍ତି. କଦମ୍ବ ବନବାସିନୀ କନକବଲ୍ଲକୀ ଧାରିଣୀ ମହାହ୍ୟ ମଣିହାରିଣୀ ମୁଖ ସମୁଲ୍ଲ ସଦ୍ବାରୁଣୀ ଦୟା ବିଭବକାରିଣୀ ବିଶଦଲୋଚନୀ ଚାରିଣୀ ତ୍ରିଲୋଚନ କୁଟୁମ୍ବିନୀ ତ୍ରିପୁର ସୁନ୍ଦରୀ ମାଶ୍ରୟେ. ଯାହାଙ୍କର ନୟନ ଅତ୍ୟନ୍ତ ନିର୍ମଳ, ଯେ ସର୍ବବ୍ୟାପିନୀ, ଯାହାଙ୍କର କୃପା କଟାକ୍ଷରେ ଭକ୍ତମାନଙ୍କର ସକଳ ଦୁଃଖ ଅଚିରେ ଦୂର ହୋଇ ସେ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ, ସେହି ଶିବଙ୍କ ଗୃହିଣୀ ତ୍ରିପୁରା ସୁନ୍ଦରୀଙ୍କୁ ମୋର ବାରମ୍ବାର ପ୍ରଣାମ. ଏହି ଅଭୟଦାୟିନୀ ମା ତ୍ରିପୁରାଙ୍କର ଚରଣାଶ୍ରିତ ହୋଇ ଆମେ ସମସ୍ତେ ବନ୍ଦନା ଗାନ କରିବା. ପ୍ରାତର୍ନମାମି ଜଗତାଂ ଜନନ୍ୟାଶ୍ଚରଣାମ୍ବୁଜଂ ଶ୍ରୀମତ ତ୍ରିପୁର ସୌନ୍ଦର୍ଯ୍ୟା ନମିତା ଜାହରାଦିଭିଃ. ପ୍ରାତସ୍ତ୍ରିପୁର ସୌନ୍ଦର୍ଯ୍ୟା ନମାମି ପଦପଙ୍କଜಂ ହରିହର ବିରଞ୍ଚିଶ୍ଚ ସୃଷ୍ଟ୍ୟାଦିନ୍ କୁରୁତେ ଯଥା. ମା ତ୍ରିପୁରା ସୁନ୍ଦରୀଙ୍କର ସେହି ଅଭୟପଣତ୍ୱ ଆମ ସମସ୍ତଙ୍କୁ ସଦା ସର୍ବଦା ବରାଭୟ ପ୍ରଦାନ କରୁଥାଉ. ଏତିକି ତାର ଚରଣ କମଳରେ ଏ ଜାତିର ବିନମ୍ର ପ୍ରାର୍ଥନା. ଜୟ ମା ତ୍ରିପୁରା ସୁନ୍ଦରୀ, ଜୟ ମା ଷୋଡ଼ଶୀ, ଜୟ ମା ଶ୍ରୀବିଦ୍ୟା, ଜୟ ଭୁବନେଶ୍ୱରୀ. ତୁମର ଚରଣାରବିନ୍ଦରେ ଅନନ୍ତ କୋଟି ପ୍ରଣାମ.